So, hello, good afternoon. This is Dr. Swajal welcoming you to my YouTube channel Oral Health by Dr. Swajal. सो कालीर वीडियो रे आपको मन थी कि आपको गोटे प्रोसीजर विषय कही जोड़ा कि आम डीप क्लेंजिंग और स्केलिंग कही था से प्रोसीजर को बेसिकली आमर मेडिकल टर्म्स रे तो बहुत सारा लोकंकर यहाँ गोटे मिथ थाए कि स्केलिंगटा आम दांत को वीक कर दूचे जिते भी आम मैंने जिते भी पेसेंट आसती माढ़ी सफा करने से मेन कनसर्न थाए कि मैडम या पर मो दांत आहरी वीक होनी तो या फिर मो दांत सेंसिटिविटी होनी तो माने बढ़ीजी तो ଆଜିର ଭିଡ଼ିଓଟା କମ୍ପ୍ଲିଟଲି ତା ଉପରେ ବେସ୍ ଅଛି ମୁଁ ଆପଣଙ୍କୁ ବୁଝେଇବି କି ଆକ୍ଚୁଆଲି ମାନେ ସମ୍ ବେସିକ୍ ନଲେଜ ଦେବି କି ସ୍କେଲିଂ କେମିତି ହୁଏ ତ ଏଇଟା ମୋର ଗୋଟେ ମଡେଲ जोड़ा ମୁଁ ଆପଣଙ୍କୁ ୟା ପୂର୍ବରୁ ଭିଡ଼ିଓରେ ବି ଦେଖେଇ ସାରିଛି ସୋ ଏଇଟା ଦେଖନ୍ତୁ ଏଇଟା ହେଉଛି ସପୋଜ ଆମ ଟୁଥ୍ ଷ୍ଟ୍ରକ୍ଚର ମାନେ ଦିସ୍ ଇଜ୍ ଅ ଜ ଆଉ ଏଇଟା ଆମ ଟୁଥ୍ ତ ଆମର ମଇଳା ଯୋଉ ବି ଖାଦ୍ୟ ପଦାର୍ଥ ଯୋଉଟା ବି ଜମି ଥାଏ ସେଟା ଆମର ଏଇ ଯୋଉ ତଳ ଗମ୍ ଲେୟରରେ ଥାଏ ଠିକ ଅଛି ତ ଦାନ୍ତ ଦାନ୍ତ ମଝିରେ ଥାଏ ମାନେ ଇଣ୍ଟରଡେଣ୍ଟାଲ ସ୍ପେସରେ ଥାଏ ଆଉ ଗମ୍ ଆଉ ଟିଥ୍ ମଝିରେ ଷ୍ଟକ୍ ଥାଏ ସେ ଜିନିଷଟା ସୋ ଯେତେବେଳେ ବି ସ୍କେଲିଂ ହୁଏ ସ୍କେଲିଂଟା କମ୍ପ୍ଲିଟଲି ଆପଣଙ୍କର ଏଇ ଯୋଉ ମାନେ ଦାନ୍ତର ତଳ ପୋର୍ସନକୁ ଲୋୟର ଥାର୍ଡ ଅଫ ଦ ଟୁଥ୍ ଯୋଉଠି ଟୁଥଟା ଗମ୍ ସହିତ ଆଟାଚ୍ ହେଇଛି ସେଇ ପକେଟରେ ଯାହା ବି ଖାଇବା ଫସିଥାଏ ସେଇଟା କାଢେ ନା କି ଦାନ୍ତ ସରଫେସ୍ ଉପରେ ଚାଲେ ଠିକ ଅଛି ତ ଫର୍ଷ୍ଟ ଜିନିଷ ତ ଆମେ ଏଇ କନସର୍ନ ମାଇଣ୍ଡରେ ରଖିକି ଏମିତି ତ ନୁହେଁ କି ଦାନ୍ତକୁ ସବୁବେଳେ ସେମିତି ହିଁ ଛାଡ଼ିଦେବା ତାହେଲେ ତ ମଇଳା ଆହୁରି ଜମିକି ଧୀରେ ଧୀରେ ମାଢ଼ି ୱିକ୍ ହବା ଷ୍ଟାର୍ଟ ହବ ଆଣ୍ଡ ୟୁ ନୋ କି ମାଢ଼ି ୱିକ୍ ହେଲେ ଦାନ୍ତ ହଲିବ ହିଁ ଯାହା ହେଲେ ବି ମାନେ ମାଢ଼ିଟା ଆମ ଦାନ୍ତକୁ ଧରିକି ରଖିଥାଏ ତ ଯଦି ମାଢ଼ି ଆମେ ସଫା ନ ମାନେ ସପୋଜ ଏବେ ପ୍ଲାକ୍ ଯୋଉଟା ମୁଁ ଆପଣଙ୍କୁ କାଲିର ଭିଡ଼ିଓରେ କହିଥିଲି ସେଟା ଏଇ ଉପର ସରଫେସରେ ଅଛି ଆଣ୍ଡ ମୁଁ ତାକୁ ମାନେ ଆମେ ତାକୁ ସଫା କରୁନୁ ତ ସେଇଟା ଗମ୍ ଲେୟରକୁ ପଳେଇବ ଭିତରକୁ ପଳେଇବ ବ୍ୟାକ୍ଟେରିଆ ଯାହା ବି ସବୁ ଆକ୍ୟୁମୁଲେଟ୍ ହେଇଥିବ ତ ଭିତର ଲେୟରକୁ ଗଲେ ଦ୍ୟାଟ୍ ମିନ୍ସ ସେ ଆମ ମାଢ଼ିକୁ ୱିକ୍ କଲା ଆଣ୍ଡ ୱାନ୍ସ ୟୋର ଗମ୍ starts to weaken ଆପଣଙ୍କ ଦାନ୍ତ ହଲିବାଟା ନିଶ୍ଚିନ୍ତ ସୋ ସ୍କେଲିଂ ଯୋଉ ପ୍ରୋସିଜିଅରଟା ଥାଏ ସେଇଟା ଆମର ଦାନ୍ତ ଆଉ ମାଢ଼ିର ଯୋଉ ଲୋୟର ଥାର୍ଡ ଅଫ ଦ ଟୁଥରେ ଯୋଉଠି ଖାଇବା ଫସିଥାଏ ସେଇଠୁ ସେ ମେସିନରେ ସେଗୁଡାକ ସବୁ ବାହାର କରାଯାଏ ବିକଜ ନର୍ମାଲ ବ୍ରଶରେ ହୁଏତ ସେଟା ନ ବାହାରି ପାରେ ବହୁତ ଥର ତ ସ୍କେଲିଂରେ ସେଇ ଜିନିଷ ହୁଏ ସେନ୍ସିଟିଭିଟି କେତେବେଳେ ହବ ଯେତେବେଳେ ଆପଣଙ୍କ ଦାନ୍ତର ଉପର ସରଫେସଟା ଧୀରେ ଧୀରେ କରୋଡ ହବାକୁ ଲାଗିବ ହଁ ମୁଁ ବ୍ରଶ କରୁଛି ବହୁତ ଜୋରରେ ତ ଏମିତି ହେଇପାରେ କି ୱିଦିନ୍ ଅ ଲଙ୍ଗ ସ୍ପାନ୍ ଅଫ୍ ଟାଇମ୍ ଲାଇକ୍ ଆଫ୍ଟର 10 to 15 years ମୋର ଦାନ୍ତରେ ସେନ୍ସିଟିଭିଟି ଷ୍ଟାର୍ଟ ହେଉଛି ବହୁତ ଜଣଙ୍କର ଦେଖିଥିବେ ଦାନ୍ତ ଉପରୁ ଏଜ୍ ହେଲେ ଏବେ ତ ଲାଇକ୍ ଏଜ୍ ଇଜ୍ ନଟ୍ ଦ ଲିମିଟ୍ ଫର୍ ଏନିଥିଙ୍ଗ ମାନେ ବହୁତ ୟଙ୍ଗ ପେସେଣ୍ଟସ୍ ବି ଆସନ୍ତି ଲାଇକ୍ अर्ली 30s ଅର୍ ଲେଟ୍ 30sରେ ସେମାନଙ୍କର ଦାନ୍ତ ଉପର ଲେୟର ଘୋରିବା ଷ୍ଟାର୍ଟ ହେଇଯାଇଥାଏ ଆଉ ଏଇ ଜାଗାରେ ତାଙ୍କୁ ସେନ୍ସିଟିଭିଟି ଥାଏ ଦାନ୍ତର ବାହାର ସରଫେସରେ ସେନ୍ସିଟିଭିଟି ଥାଏ ୱିଚ୍ ଇଜ୍ ମାନେ କାହିଁକି ଏମିତି ହେଉଛି ନା ବ୍ରଶ ଯଦି ଆମେ ବହୁତ ଜୋରରେ ଘଷୁଛୁ या फिर ଆପଣ ଟୁଥପେଷ୍ଟ ଡାବର ହେଲା ଦନ୍ତମଞ୍ଜନ ହେଲା ଏମିତି ଟାଇପ୍ର ଯଦି ଆବ୍ରେସିଭ୍ ଜିନିଷ ଗୁଡ଼ାକ ୟୁଜ୍ କରୁଛନ୍ତି ଦାନ୍ତରେ ଦେନ୍ ସେଇଟା ଆପଣଙ୍କ ଦାନ୍ତର ଉପର ସର୍ଫେସକୁ ଧୀରେ ଧୀରେ ଏନାମେଲକୁ କୋରୋଡ କରିବା ଷ୍ଟାର୍ଟ କରେ ଯାହାଦ୍ୱାରା କି ଆମର ସେନ୍ସିଟିଭିଟି ହୁଏ ବଟ୍ ସ୍କେଲିଂରେ କେବେ ବି ସେନ୍ସିଟିଭିଟି ଆଜି ଯାଏଁ କାହାକୁ ହେଇ ହିଁ ନାହିଁ ହଁ ଏଇଟା ଗୋଟେ ଜିନିଷ ମୁଁ ଆପଣଙ୍କୁ କହିପାରିବି ପ୍ରାକ୍ଟିକାଲି ଆଣ୍ଡ ଅଲସୋ କ୍ଲିନିକାଲି କି ସପୋଜ ମୋର ଦାନ୍ତରେ ବହୁତ ସାରା ପ୍ଲାକ୍ ଅଛି जोटा कि काली अगेन कहती प्लाकटा हार्ड ହେଇକି ଯେତେବେଳେ କ୍ୟାଲକୁଲସ୍ ହେଇଯିବ ତ ଇଟ୍ ଇଜ୍ ଭେରି ଡିଫିକଲ୍ଟ ଟୁ ଡିଟାଚ୍ ଫ୍ରମ୍ ଦ ଟୁଥ୍ ସରଫେସ୍ ବାଇ ଜଷ୍ଟ ଟୁଥ୍ ବ୍ରଶିଂ ତ ଯେତେବେଳେ ସେଇ ଜିନିଷ ହୁଏ ତ ସେଇଟା ଯେହେତୁ ହଁ ବହୁତ ଥର କ'ଣ ହୁଏ ଲୋକଙ୍କର ଏଗେନ୍ ମାଢ଼ି ୱିକ୍ ହେଇକି ଦାନ୍ତ ହଲିବା ଷ୍ଟାର୍ଟ ହୁଏ ବିକଜ ଲଙ୍ଗ ପିରିୟଡ଼ ଅଫ୍ ଟାଇମ୍ରୁ ସେମାନେ କେବେ ବି କରେଇ ନଥାନ୍ତି ସ୍କେଲିଂ ତ ସେମାନେ ଯେବେ ଆସନ୍ତି ସେମାନେ ଏଇ କମ୍ପ୍ଲେନ୍ ନେଇକି ଆସନ୍ତି କି ଦାନ୍ତ ହଲେ ତ ଆମେ ଯେତେବେଳେ ଚେକ୍ କରୁ ଇଣ୍ଟ୍ରାଓରାଲି ପାଟି ଭିତରେ କ'ଣ ପ୍ରୋବ୍ଲେମ୍ ଅଛି ଯେ ଦାନ୍ତ ହଲୁଛି ତ ସେଇଠି ଆମେ ଦେଖୁ କି ବହୁତ ସାରା କ୍ୟାଲକୁଲସ୍ ବାନ୍ଧିକି ଅଛି ତ ଇନ୍ ଦ୍ୟାଟ୍ କେସ୍ ବି ମାନେ ପ୍ରାୟରଲି ଆମେ ପେସେଣ୍ଟକୁ ବୁଝେଇ ଥାଉ କି ଦେଖନ୍ତୁ ଆପଣଙ୍କୁ ଦାନ୍ତ ସଫା କରିବାକୁ ପଡ଼ିବ ବିକଜ ଏଇଟା ହିଁ ଓନ୍ଲି ଟ୍ରିଟମେଣ୍ଟ ଆଣ୍ଡ ମୋର ଦାନ୍ତ ଟିକେ ଟିକେ ହଲିବା ଷ୍ଟାର୍ଟ ହେଲାଣି ବିକଜ ମୁଁ ବହୁତ ଟାଇମ୍ରୁ ସଫା କରେନି ଆଣ୍ଡ ମୋର ମାଢ଼ି ଧୀରେ ଧୀରେ ଖାଇଗଲାଣି ତ ଏବେ ଯେତେବେଳେ ମୁଁ ଦାନ୍ତ ସଫା କରିବି ତ ସେଇ କ୍ୟାଲକୁଲସ୍ ଯୋଉଟା ବହୁତ କମ୍ପାକ୍ଟଲି ଦାନ୍ତରେ ଆଟାଚ୍ ହେଇକି ଥିବ ସେଇଟା ବାହାରି ଯିବ ଅବଭିୟସଲି ତ ସେଇଟା ଯେତେବେଳେ ବାହାରି ଯାଏ ଆମର ମୋବିଲିଟିର ଡିଗ୍ରୀଟା ବଢ଼ିଯାଏ ଦିସ୍ ଇଜ୍ ହ୍ୱାଟ୍ ହ୍ୟାପେନ୍ସ ବଟ୍ ତା ବୋଲି ନୁହେଁ କି ଆମେ ସେମିତି ଛାଡ଼ି ହିଁ ଦେବା ସେଇଟାକୁ ସୋ ଦ୍ୟାଟ୍ ଆମ ଦାନ୍ତ ହଲିବ ଆଣ୍ଡ ସେନ୍ସିଟିଭିଟି ଷ୍ଟାର୍ଟ ହେଇଯିବ ଏଇଟା ତ ତାର ସଲ୍ୟୁସନ୍ ନୁହେଁ ଅଫକୋର୍ସ ଦ ଡିଜିଜ୍ ହାଜ୍ ଅଲରେଡ଼ି ପ୍ରୋଗ୍ରେସ୍ ତ ଆପଣଙ୍କୁ କେୟାର ତ ନେବାକୁ ପଡ଼ିବ ସେ ଜିନିଷର ତ
इन शॉर्ट एटा कि स्केलिंग रे केबे भी दांत खराब हुएनी ना ही दांत हलिबा स्टार्ट हुए हाँ आगुरु आपणकर दांत हलुची देन फॉर श्योर जेतबळे कैलकुलस बाहरी जिवो दांतरु तो लाइक डेफिनेटली दांतर मोबिलिटी रो डिग्री टा टिके बढ़ी जाई पारे बट माने आउ किछि वे रे नाही कि स्केलिंग हम दांत को खराब करिवो बिकॉज आमे देखुछु कि आमे नॉर्मल टूथब्रश यूज करूचे दिनकू दी दी थर ब्रश करूचे स्टिल हमर पाटी एमती माने दांत एमती खराब हवा स्टार्ट होची तो डेफिनेटली तारो ट्रीटमेंट होची स्केलिंग ही एंड स्केलिंग रे हुएनी दांत खराब ट्रस्ट मी आपण जाइकी थरे करेकी आसीबे एंड एमती भी नाही कि स्केलिंग आपन को रेगुलरली कराय पड़बो इफ आपण थरे स्केलिंग परे प्रॉपर ओरल हाइजीन मेंटेन करछन जेमति मु आपन को गोटे छोटो ब्रश विषय रे काली कहितले सेटा तो मो पाखरे नाही अदरवाइज आई वुड हैव शोड यू पीपल तो जदि आपण से जो ब्रश यूज करूछंती नहले ब्रश भी न यूज करंतु जदि आपण माउथ वॉश प्रॉपर ओरल हाइजीन मेंटेन करके रखछंती देन 6 मंथ्स टू 1 ईयर गैप रे भी आपण स्केलिंग न करेले चलिबो बट